ଜୟ ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ଉତ୍କଳ ବିଦ୍ୟାଳୟ ପରିବାରକୁ ସ୍ୱାଗତମ। ସାଙ୍ଗମାନେ, ଜୁନିୟର ଟିଚର 2026ର ଯେଉଁ ବହୁତ ବଡ଼ ରିକ୍ରୁଟମେଣ୍ଟ ଆସିବାକୁ ଯାଉଛି, ସେହି ରିକ୍ରୁଟମେଣ୍ଟରେ ଜୁନିୟର ଟିଚରର କ୍ୟାଟେଗୋରୀ ୱାଇଜ୍ କେତେ ଭ୍ୟାକେନ୍ସି ଆସିବ ଏବଂ ପ୍ରାଇମେରୀ ଆଉ ଅପର ପ୍ରାଇମେରୀରେ କେତେ ଭ୍ୟାକେନ୍ସି ଆସିବ। ଯଦି ଆମେ କହିବା ୟୁଆର୍ କି SBC ହେଲା, SC ST ହେଲା, ସେମାନଙ୍କର ମଧ୍ୟ କେତେ ଭ୍ୟାକେନ୍ସି ଆସିବ, ଆଜିର ଆମେ ଭିଡ଼ିଓରେ ସେ ବିଷୟରେ ଡିସ୍କସନ୍ କରିବା। ଏବଂ ଏଇ ଯେଉଁ ଡିସ୍କସନ୍ କରିବା, ଏଇଟା ମୁଁ 2023ର ଡାଟା ଅନୁସାରେ କାଲକୁଲେଟ୍ କରିବି। 50ରୁ 50% ଆପଣମାନେ ଯେଉଁ କହୁଛନ୍ତି ପ୍ରାଇମେରୀ ଆଉ ଅପର ପ୍ରାଇମେରୀ 50% ଆସିବ, ୟୁଆର୍ SBC 50%, ଆର୍ଟ ସାଇନ୍ସ 50% ଆସିବ, ସେଇ ଅନୁସାରେ ଆସିବ କି ନା ଆମେ ସେ ବିଷୟରେ ଡିସ୍କସନ୍ କରିବା। ତା ସହିତ ପ୍ରିଲିମ୍ ପ୍ଲସ୍ ମେନ୍ ଏକ୍ଜାମ୍ ହେବ କି ନାହିଁ ସେ ବିଷୟରେ ଡିସ୍କସନ୍ କରିବା। ତ ଆସନ୍ତୁ ଭିଡ଼ିଓ ଲକ୍ଷ୍ୟ କରିବା। ତ ସାଙ୍ଗମାନେ, ଆପଣ ଏଇ ଯେଉଁ ରିକ୍ରୁଟମେଣ୍ଟ ଯେଉଁ ଏକ ନୋଟିସ୍ଟି ବାରବାର ଭାଇରାଲ୍ ହେଉଛି, ଏଇଥିରୁ ଆପଣ ଜାଣିପାରୁଥିବେ ତ ଆଗାମୀ ଦିନରେ ଯେଉଁ 15,000 ଜୁନିୟର ଟିଚର ଭ୍ୟାକେନ୍ସି ଆସିବାକୁ ଯାଉଛି, ସେଥିରୁ କେଉଁ କ୍ୟାଟେଗୋରୀର ଭ୍ୟାକେନ୍ସି ଆସିବ ନା ସ୍ପେଶାଲ ଏଜୁକେଟେଡ଼ ଟିଚର ଭ୍ୟାକେନ୍ସି ଆସିବ, ML ଟିଚର ଭ୍ୟାକେନ୍ସି ଆସିବ ଏବଂ ଏଲିମେଣ୍ଟାରୀ ଟିଚର ଭ୍ୟାକେନ୍ସି ଆସିବ। ଏହି ତିନୋଟି କ୍ୟାଟେଗୋରୀର ଭ୍ୟାକେନ୍ସି ଆସିବାକୁ ଯାଉଅଛି। ତ ସେଥିପାଇଁ ଆମେ ଏଇଠୁ କାଲକୁଲେଟ୍ କରିବା କେଉଁ କ୍ୟାଟେଗୋରୀରେ କେତେ ଭ୍ୟାକେନ୍ସି ଆସିବ। ତ ସାଙ୍ଗମାନେ, ଯଦି ଆମେ ଟୋଟାଲ୍ ଭ୍ୟାକେନ୍ସି ଦେଖିବା, 15,000 ଭ୍ୟାକେନ୍ସି ଅଛି। ଆପଣ ଜାଣିଛନ୍ତି ସ୍ପେଶାଲ ଏଜୁକେଟର 1,500 ଭ୍ୟାକେନ୍ସି ଆସିବ ବୋଲି ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିସାରିଛି ଏବଂ ML ଟିଚର ମଧ୍ୟ 3,333 ଭ୍ୟାକେନ୍ସି ଆସିବ। କାହିଁକିନା ବର୍ଷକୁ ଯଦି 3 ବର୍ଷ ଯଦି 10,000 ହୁଏ, ବର୍ଷକୁ 3,333 ପଡ଼ିଲା। ତ ସେଇ ଅନୁସାରେ ଯଦି ଆମେ କାଲକୁଲେଟ୍ କରିବା, ସବଜେକ୍ଟ ଟିଚର ଯେଉଁଟା ଆମେ କହୁଛନ୍ତି ଜୁନିୟର ଟିଚରର ପ୍ରାଇମେରୀ ଆଉ ଅପର ପ୍ରାଇମେରୀ ମିଶିକି କେତେ ଭ୍ୟାକେନ୍ସି ଆସିବ ନା 10,167 ଭ୍ୟାକେନ୍ସି ଆସିବ। କିଛି ଭ୍ୟାକେନ୍ସି ଏପଟ ସେପଟ ହେଇପାରେ। ତ ଏଇଠୁ ଆମେ କାଲକୁଲେଟ୍ କରିବା ପ୍ରାଇମେରୀ ଆଉ ଅପର ପ୍ରାଇମେରୀରେ କେତେ ଭ୍ୟାକେନ୍ସି ଆସିବ। ତ ସାଙ୍ଗମାନେ, ଟୋଟାଲ୍ ପୋଷ୍ଟରୁ ଯଦି ଆମେ କହିବା 50% ଆମେ କରିଦେବା, ପ୍ରାଇମେରୀର 50% ଆସିବ, ଅପର ପ୍ରାଇମେରୀ 50% ଆସିବ। ସେ ଅନୁସାରେ ପ୍ରାଇମେରୀର 5,083, ଅପର ପ୍ରାଇମେରୀର 5,084। ଏହାରୁ କିଛି ଏପଟ ସେପଟ ହେଇପାରେ ସାଙ୍ଗମାନେ। ଏବଂ ଏହାପରେ ଆମେ କ'ଣ କରିବା, ପ୍ରତି ପ୍ରାଇମେରୀ ଆଉ ଅପର ପ୍ରାଇମେରୀକୁ କ୍ୟାଟେଗୋରୀ ୱାଇଜ୍ ଡିଭାଇଡ଼ କରିବା। ତ ସାଙ୍ଗମାନେ, ଯଦି ପ୍ରାଇମେରୀ 5,000 ଭ୍ୟାକେନ୍ସିରୁ ଯଦି ଲକ୍ଷ୍ୟ କରିବେ, ଆର୍ଟ୍ସରେ 2,033 ଭ୍ୟାକେନ୍ସି ଆସିବ, ସାଇନ୍ସରେ 3,051 ଭ୍ୟାକେନ୍ସି ଆସିବ। ଆପଣ କହିବେ 50% 50% ହେବା କଥା, କିନ୍ତୁ ସାଙ୍ଗମାନେ ପ୍ରାଇମେରୀ ଅପର ପ୍ରାଇମେରୀ କ'ଣ ହୁଏ, ଆର୍ଟ୍ସରେ କ'ଣ ହୁଏ ନା 40% ଆସେ, ସାଇନ୍ସରେ କ'ଣ ଆସେ 60% ଆସେ ଟୋଟାଲ୍ ଭ୍ୟାକେନ୍ସିରୁ। ତ ସେଇ ଅନୁସାରେ ଆର୍ଟ୍ସରେ ଆସିବ 2,033, ସାଇନ୍ସରେ ଆସିବ 3,051। ଏବଂ ଏହି 2,033ରୁ ଯଦି ଆମେ ୟୁଆର୍ କ୍ୟାଟେଗୋରୀ କଥା କହିବା, କେତେ ଆସିବ ନା 1,016 ୟୁଆର୍ କ୍ୟାଟେଗୋରୀ ଆସିବ। ଏବଂ SBC କ୍ୟାଟେଗୋରୀ କହିଲେ 224 SBC କ୍ୟାଟେଗୋରୀ ଆସିବ। SCରେ 386 SC କ୍ୟାଟେଗୋରୀ ଆସିବ ଏବଂ STରେ କେତେ ଆସିବ 406 ଆସିବ। କାହିଁକି କହୁଛି ନା ୟୁଆର୍ ଆପଣ ଜାଣିଛନ୍ତି 50%, SBC କେତେ ପରସେଣ୍ଟ ନା 19, ତ SBC ହେଉଛି 11% ଏବଂ SC ହେଉଛି କେତେ 19% ଏବଂ ST ହେଲା 20%। ସେଇ ଅନୁସାରେ ଆମେ ଯଦି କହିବା, ତାହେଲେ ସାଇନ୍ସ କ୍ଷେତ୍ରରେ କହିଲେ ସାଇନ୍ସରେ ୟୁଆର୍ରେ କେତେ ଆସିବ ନା 1,535, SBCରେ କେତେ ଆସିବ 335, SCରେ କ୍ୟାଟେଗୋରୀ ଆସିବ 581 ଏବଂ ST କ୍ୟାଟେଗୋରୀରେ କେତେ ଆସିବ 610। ଏଇଟା କ'ଣ ପାଇଁ ସାଙ୍ଗମାନେ, କାରଣ ଆପଣ ଯଦି ଟୋଟାଲ୍ ପୋଷ୍ଟରୁ ଡିଭାଇଡ଼ କରିବେ, ଆର୍ଟ୍ସ ଯାଉଛି କେତେ ପରସେଣ୍ଟ ନା 40%, ସାଇନ୍ସ କେତେ ଯାଉଛି ନା 60% ହେଲା। ଏବଂ ଏଇ 40%ରୁ କେମିତି କାଲକୁଲେଟ୍ କରାଯିବ, ଏଇଟା ହେଲା 50%, ଏଇଟା ହେଲା 11%, ଏଇଟା ହେଲା 19%, ଏଇଟା ହେଲା 20%। ଏବେ ଆମେ ଅପର ପ୍ରାଇମେରୀ ଟିଚର ଯେଉଁ 5,084 ଭ୍ୟାକେନ୍ସି ଅଛି, ସେଥିରୁ କାଲକୁଲେଟ୍ କରିବା। ଆର୍ଟ୍ସରେ କେତେ ଆସିବ ଆପଣ ଜାଣିଛନ୍ତି 40%, ତା'ମାନେ 2,033, ଆଉ ସାଇନ୍ସରେ କେତେ ଆସିବ 60%, ତା'ମାନେ 3,051। ଏବଂ ଏଇ 40%ରୁ ୟୁଆର୍ରେ କେତେ ଆସିବ ନା 1,017 ଏବଂ SBCରେ କେତେ ଆସିବ 223, SCରେ କେତେ ଆସିବ 386, STରେ କେତେ ଆସିବ 406 ହେଲା। ଆଉ ଯଦି ଆପଣ କହିବେ ଏଇଟା କେତେ ପରସେଣ୍ଟ, ଏଇଟା ହେଉଛି ଟୋଟାଲ୍ ପୋଷ୍ଟର 50%, ଏଇଟା ହେଉଛି ଟୋଟାଲ୍ ପୋଷ୍ଟର 19, ଏଇଟା ହେଉଛି 11%, ଏଇଟା ହେଉଛି ଟୋଟାଲ୍ ପୋଷ୍ଟ 19%, ଏଇଟା ହେଉଛି 20%। ବୁଝିହେଲା। ଯଦି ଆମେ ସାଇନ୍ସ କଥା କହିବା, ସାଇନ୍ସରେ କେତେ ପୋଷ୍ଟ ଆସିବ 60% ଆସିବ 3,051। ତ ସେଇ ଅନୁସାରେ ୟୁଆର୍ରେ କେତେ ଆସିବ 1,526 ଯେଉଁଟା ହେଉଛି 50%, SBCରେ କେତେ ଆସିବ 335 ଯେଉଁଟା ହେଉଛି 11% ଏବଂ SC କ୍ୟାଟେଗୋରୀରେ କେତେ ଆସିବ 579 ଯେଉଁଟା ହେଉଛି 19% ଏବଂ ST କ୍ୟାଟେଗୋରୀରେ ଆସିବ 610 ଯେଉଁଟା ହେଉଛି 20%। ବୁଝିହେଲା ସାଙ୍ଗମାନେ। ତ ଏହା ଥିଲା କ୍ୟାଟେଗୋରୀ ୱାଇଜ୍ ଭ୍ୟାକେନ୍ସି। ଏବଂ ମୁଁ ଏଇଟାକୁ କ'ଣ କାହାକୁ ଦେଖି କାଲକୁଲେଟ୍ କଲି ନା ଆପଣ ଜାଣିଛନ୍ତି 2023 ମସିହାରେ ଯେଉଁ ଜୁନିୟର ଟିଚର ଆସିଥିଲା, ସାଙ୍ଗମାନେ 2023ରେ ଯେଉଁ ଜୁନିୟର ଟିଚର ଆସିଥିଲା, ସେଇଥିର ପ୍ରାଇମେରୀ ଅପର ପ୍ରାଇମେରୀ ବହୁତକୁ ମୁଁ କାଲକୁଲେଟ୍ କରିକି ଦେଖିଛି ଏବଂ ସାଇନ୍ସ ହଉ ଆର୍ଟ୍ସ ହଉ ୟୁଆର୍ ହଉ ସବୁ କ୍ୟାଟେଗୋରୀ କାଲକୁଲେଟ୍ କଲା ପରେ ମୁଁ ଏଇ ରିପୋର୍ଟଟି ବାହାର କରିଛି। ତ ଏଇ ରିପୋର୍ଟଟି ଏଇ 15,000 ଭ୍ୟାକେନ୍ସି ଆସିଲା, ତ ସେଇ ଅନୁସାରେ ଏତିକି ପୋଷ୍ଟ ସବୁ ଭ୍ୟାକେନ୍ସିରେ ଆସିବ। ତ ସାଙ୍ଗମାନେ, ଆପଣଙ୍କର ଯେଉଁ ନେକ୍ସଟ କ୍ୱେଶ୍ଚନ୍ ଥିଲା ପ୍ରିଲିମ୍ ପ୍ଲସ୍ ମେନ୍ ବହୁତ ଏକ୍ଜାମ୍ ହେବ କି ନାହିଁ, ସାଙ୍ଗମାନେ ଦେଖନ୍ତୁ, ବର୍ତ୍ତମାନ ଯେଉଁ ଜୁନିୟର ଟିଚର ଆସିବ ଏଇଟା ରେଗୁଲାର ବେସିସ୍ରେ ଆସିବ। ଯେହେତୁ ସାଙ୍ଗମାନେ ଏଇଟା ରେଗୁଲାର ବେସିସ୍ରେ ଆସିବ ଏବଂ କିଏ କଣ୍ଡକ୍ଟ କରିବ ନା OAASC କଣ୍ଡକ୍ଟ କରିବ।
କାହିଁକି? କାରଣ ବର୍ତ୍ତମାନ ଯେଉଁ SSD ଏକ୍ଜାମ୍ ଆପଣ ଯାଇଥିଲା, ଆପଣ ଦେଖିଛନ୍ତି ଏକ OEEE ଏକ୍ଜାମ୍ କରିଥିଲା ଏବଂ ପ୍ରିଲିମ୍ ପ୍ଲସ୍ ମେନ୍ ଦୁଇଟା ଏକ୍ଜାମ୍ କରିଥିଲା। ସେଥିପାଇଁ ଏଇ ଆଗାମୀ ଦିନରେ ତ ଜୁନିୟର ଟିଚର୍ ଆସିବ, ଏଇଟା ଦୁଇଟି ଏକ୍ଜାମ୍ ହେବ, ପ୍ରିଲିମ୍ ପ୍ଲସ୍ ମେନ୍ ବହୁତ କ୍ୟାଟେଗୋରୀ। ଆପଣଙ୍କୁ ଯଦି ଏହାର ସିଲାବସ୍ ଦରକାର, ମୁଁ ଟେଲିଗ୍ରାମ ଗ୍ରୁପ୍ରେ ସେୟାର କରିଦେଇଛି, ଆପଣ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇଯାଆନ୍ତୁ। ଏବଂ ଏହି ରିଗାର୍ଡ଼ିଂ ଏକ ଭିଡ଼ିଓ ମୁଁ ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଦେବି, ଆପଣ ସେ ଲିଙ୍କ୍ରେ ଦେଖିପାରିବେ ପ୍ରିଲିମ୍ର ସିଲାବସ୍ କ'ଣ ରହିବ, ମେନ୍ର ସିଲାବସ୍ କ'ଣ ରହିବ ଏବଂ ଯଦି ଆସିବ କେଉଁ କ୍ୟାଟେଗୋରୀ କେତେ ଏକ୍ଜାମ୍ରେ ଆସିବ। ଆଉ ସାଙ୍ଗମାନେ ଯଦି ପଚାରିବ ଏକ୍ଜାମ୍ କଥା କି ଏକ୍ଜାମ୍ କେବେ ହେବ, ତ ସାଙ୍ଗମାନେ ଆପଣ ଜାଣିଛନ୍ତି ଏକ୍ଜାମ୍ କେବେ ହେବ ନା, ଯଦି ଏହାର ନୋଟିଫିକେସନ୍ ଫେବୃଆରୀ ଲାଷ୍ଟରେ ଆପଣ ଦେଖିବାକୁ ପାଇବେ। ଜୁନିୟର ଟିଚର ଭ୍ୟାକେନ୍ସିର ଯେଉଁ ନୋଟିଫିକେସନ୍ଟି ଅଛି, କାରଣ ବର୍ତ୍ତମାନ ସବୁ ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ OTT ଏକ୍ଜାମ୍ ସରିଯାଇଛି, ତାର ରେଜଲ୍ଟ ପବ୍ଲିଶ ହେବ କେବେ, ଜାନୁଆରୀ 20ରେ ରେଜଲ୍ଟ ପବ୍ଲିଶ ହେବ ବୋଲି BSE ଅଲରେଡ଼ି ନୋଟିସ୍ ଦେଇସାରିଛି ଏବଂ ତାହାପରେ ଜୁନିୟର ଟିଚର ଭ୍ୟାକେନ୍ସି ଆପଣ ଦେଖିବାକୁ ପାଇବେ। ତ ସାଙ୍ଗମାନେ ଏହା ଥିଲା ଆଜିର ଇନଫର୍ମେସନ୍। ଯଦି ଭିଡ଼ିଓ ଭଲ ଲାଗିଲା ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଏବଂ ଆଉ ଗୋଟେ କଥା ସାଙ୍ଗମାନେ, ଯଦି ଆପଣ ଅନଲାଇନ୍ରେ ଷ୍ଟଡ଼ି ଗ୍ରୁପ୍ ଚାହୁଁଛନ୍ତି, ତାହେଲେ ମୁଁ ଡେସ୍କ୍ରିପସନ୍ରେ ଆପଣଙ୍କ ଚାପ୍ଟର ସବଜେକ୍ଟ ଅନୁସାରେ PCM ହେଲା, CBZ ହେଲା, ଆର୍ଟ୍ସ ହେଲା, ସବୁ କ୍ୟାଟେଗୋରୀର ଲିଙ୍କ୍ ଦେଇଦେବି। ଆପଣ ସେ ଗ୍ରୁପ୍ରେ ଜଏନ୍ ହେଇଯାଆନ୍ତୁ ଏବଂ ଏକ୍ଜାମ୍ ରିଲେଟେଡ୍ ଡିସ୍କସନ୍ କରିପାରିବେ। ସାଙ୍ଗମାନେ ରହିଲି, ନେକ୍ସଟ ଭିଡ଼ିଓ ଦେଖାଯିବ। ଜୟ ଜଗନ୍ନାଥ।